ବିରିୟାନୀ ଟିକେ ଖାଇବ ବୋଲି ନା ମୋ ସାଙ୍ଗ ଆଜି ବାସନ ମାଜିଲା। ମୋ ସାଙ୍ଗ ମାନେ ତମେ ଠିକ ଶୁଣିଛ। ମୁଁ ୟୁଟ୍ୟୁବ ରେ ଯେତେ ଭିଡିଓ ପକେଇଲି ନା ସେଥିରୁ ଅଧା ଭିଡିଓ ମୋର ଚିକେନ ଉପରେ ହିଁ ଥିବ। ସେଥିପାଇଁ ମୁଁ ଭାବିଲି ଆଜି ଟିକେ ବିରିୟାନୀ କରିବା। ତାପରେ ମୋ ସାଙ୍ଗ ମାନଙ୍କୁ ପଚାରିଲି, ସେମାନେ ବି କହିଲେ ହଁ କରିବା। କରିବା। ତାପରେ ଆମେ ତରାପୁର ହାଟକୁ ଯାଇଥିଲୁ ଚିକେନ ଆଣିବା ପାଇଁ। ଏଠୁ ଚିକେନ ନେଇ ହାଟରୁ କିଛି ପରିବା କିଣା କିଣି କଲୁ। ତାପରେ ନା ଆମେ ଗୋଟେ ଗ୍ରୋସରୀ ଦୋକାନକୁ ଗଲୁ। ଏଠୁ ବିରିୟାନୀ ଚାଉଳ ଆଉ ତା ମସଲା ନେଇ ରୁମକୁ ଆସିଲୁ। ତାପରେ ଆମେ ଫଟାଫଟ ଲାଗିଗଲୁ ବିରିୟାନୀ ବନେଇବାରେ। ଫାଷ୍ଟ ଚାଉଳକୁ ଧୋଇଲୁ, ତାପରେ ପାଣିକି ଗରମ କରି ଧୋଇଥିବା ଚାଉଳକୁ ପକେଇଲୁ। ଏପଟେ ମୋ ସାଙ୍ଗ ଚିକେନ ପାଇଁ ମସଲା ବନେଇଲା। ମୁଁ ବିରିୟାନୀ ପାଇଁ ପିଆଜ ଭାଜିଲି। ପିଆଜକୁ ଭାଜି ସାରିଲା ପରେ ଚିକେନ ଦେହରେ ଦହି ଆଉ ହଳଦୀ ପକେଇ ଚିକେନକୁ ମ୍ୟାରିନେଟ କଲି। ଏପଟେ ବି ଆମ ଭାତଟା ବି ହେଇଯାଇଥିଲା। ତାପରେ ବିରିୟାନୀ ପାଇଁ ଚିକେନ କଲି। ଏମିତି ଯଦି ମୁଁ ଗପିବି ନା ଭିଡିଓଟା ବହୁତ ଲଙ୍ଗ ହେଇଯିବ। ତାପରେ ନା ଆମେ ଜଲ୍ଦି ଜଲ୍ଦି ଚିକେନ କରିବା ଷ୍ଟାର୍ଟ କରିଦେଲୁ। ଯେମିତି ଯାହା କରିକି ତ ଚିକେନ ଟା କରିଦେଲୁ। ତାକୁ ଦମ ଦବୁ କେମିତି ଆମ ମୁଣ୍ଡରେ କିଛି ବୁଦ୍ଧି ହିଁ ପଶିଲାନି। ଆମେ ଯୋଉ ହାଣ୍ଡିରେ ବିରିୟାନୀ କି ଦମ ଦବୁ ତାର ପୁଣି ଢାଙ୍କୁଣି ନାହିଁ। ସେଥିପାଇଁ ଆମେ ଭାବିଲୁ ତାପରେ ଥାଳି ଥୋଇଦେଇ ଇଟା ନ ଦଉ ବୋଲି। ଏମିତି ଯାହା ସବୁ ଭାବିଥିଲୁ ସେମିତି ହିଁ କରିଦେଲୁ। କିଛି ସମୟ ଦମ ଦେଲା ପରେ ଆମ ବିରିୟାନୀ ଟା ହେଇଯାଇଥିଲା। ତାପରେ ନା ଆମେ ସମସ୍ତେ ମିଶିକି ଖାଇଲୁ। ଲାଷ୍ଟକୁ ମୋ ସାଙ୍ଗ ପଇସା ଦେଇନଥିଲା ବୋଲି ତାକୁ ବାସନ ମାଜିବାକୁ ପଡିଲା।